ସାଙ୍ଗମାନେ ଆପଣଙ୍କ ପିଲା ଆପଣଙ୍କ କଥା ଶୁଣୁନାହାନ୍ତି କି? ଆପଣଙ୍କ ପିଲା ପାଠପଢ଼ାରେ କମଜୋର ଅଛନ୍ତି କି? ଆପଣଙ୍କ ପିଲା ବହୁତ ଦୁଷ୍ଟାମି କରୁଛନ୍ତି କି? ତାହେଲେ ଏ ଭିଡ଼ିଓଟି ଆପଣମାନଙ୍କ ପାଇଁ। ଆପଣଙ୍କର ଭବିଷ୍ୟତ ବଦଳେଇ ଦେବ, ଆପଣମାନଙ୍କର ପିଲାଙ୍କର ମଧ୍ୟ ଭବିଷ୍ୟତ ବଦଳେଇ ଦେବ। ଆପଣମାନେ ଯାହା ବି ଚାହୁଁଛନ୍ତି, ପିଲାଙ୍କୁ ଯେମିତି ବଢ଼ାଇବାକୁ ଚାହୁଁଛନ୍ତି, ପାଠପଢ଼ାରେ ଟପର କରିବାକୁ ଚାହୁଁଛନ୍ତି, ତାହେଲେ ଏ ଭିଡ଼ିଓଟିକୁ ଭଲ ଭାବରେ ମନ ଧ୍ୟାନ ଦେଇ ଶୁଣନ୍ତୁ। ଦେଖିବେ ଆପଣଙ୍କର ଲାଇଫ୍ କେମିତି ମୁଁ ଚେଞ୍ଜ କରିଦେଉଛି, ଆପଣଙ୍କର ପିଲାର ଭବିଷ୍ୟତ କେମିତି ମୁଁ ଗଢ଼ିଦେବି, ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ହଁ ସାଙ୍ଗମାନେ, ଆଜି ମୁଁ ଆପଣମାନଙ୍କ ପାଇଁ ଗୋଟେ ବହୁତ ସୁନ୍ଦର ଭିଡ଼ିଓଟି ଆଣିକି ଆସିଛି। ଭିଡ଼ିଓଟି ହେଉଛି ପିଲା ଜିଦିଆ ସ୍ୱଭାବ ପାଇଁ ଚିନ୍ତିତ ଅଛନ୍ତି କି? ଏହି କାମ କରନ୍ତୁ, ପିଲା ଆପଣଙ୍କ ସବୁ କଥା ମାନିବ। ଆପଣ ଯାହା କହିବେ ପିଲା ଆପଣଙ୍କର ସେହି କାମ କରିବ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ସାଙ୍ଗମାନେ, ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ଲାଇକ୍ଟେ ନିଶ୍ଚିତ ଭାବରେ କରିବେ। ସାଙ୍ଗମାନେ, ଆଜିକାଲି ଘରେ ଘରେ ସବୁ ବାପା ମାଆଙ୍କର ଗୋଟିଏ ବଡ଼ ଟେନସନ୍ ହେଇଛି, ପିଲାଙ୍କ ଅବୁଝାପଣ। ପିଲାମାନେ ବାପା ମାଆଙ୍କ ସହ କୌଣସି କଥା ଠିକ୍ ଭାବେ ସେୟାର କରିବାକୁ ଚାହୁଁନାହାନ୍ତି କି ବାପା ମାଆଙ୍କ କଥାକୁ ଠିକ୍ ସେ ଶୁଣୁନାହାନ୍ତି। କାରଣ ପିଲାମାନେ ବେଳେବେଳେ ଏତେ ଜିଦିଆ ହୋଇଯାଆନ୍ତି ଯେ ସେ ବାପା ମାଆ କି ଘର କୌଣସି ସଦସ୍ୟଙ୍କ କଥା ମୋଟେ ବି ଶୁଣନ୍ତି ନାହିଁ। ଆପଣଙ୍କ ଘରେ ମଧ୍ୟ ଏମିତିକା ଜିଦିଆ ପିଲା ନିଶ୍ଚିତ ଭାବରେ ଥିବେ, ଯେଉଁ ପିଲା ଆପଣଙ୍କର କଥା ଶୁଣୁନାହାନ୍ତି, ଯେଉଁ ପିଲା ଆପଣଙ୍କୁ କୌଣସି କଥା ସେୟାର ବି ମଧ୍ୟ କରୁନାହାନ୍ତି। ଅପର ପକ୍ଷରେ ବହୁତ ବାପା ମାଆ ଚାକିରି କରିଛନ୍ତି ବାହାରେ, ତେଣୁ ଘର କାମ ଓ ବାହାର କାମ ମଧ୍ୟରେ ସେମାନେ ପିଲାକୁ ଠିକ୍ସେ ସମୟ ବି ଦେଇପାରୁନାହାନ୍ତି। ସେଥିପାଇଁ ସେମାନେ ସବୁବେଳେ ମୋବାଇଲ, ଟିଭି, ଭିଡ଼ିଓ ଗେମ୍ରେ ବ୍ୟସ୍ତ ରହୁଛନ୍ତି, ଯାହାଫଳରେ ପିଲାମାନେ ଅଧିକ ଜିଦିଆ ସ୍ୱଭାବର ହୋଇଯିବା ସଙ୍ଗେ ସଙ୍ଗେ ପାଠପଢ଼ା ପ୍ରତି ମଧ୍ୟ ଜମାରୁ ଧ୍ୟାନ ଦିଅନ୍ତି ନାହିଁ। ତେବେ ସାଙ୍ଗମାନେ, ଆପଣ ଯଦି ପିଲାଙ୍କର ପିତାମାତା ଅଟନ୍ତି, ତାହେଲେ ଆପଣଙ୍କ ସହିତ ମଧ୍ୟ ଏହିଭଳି ଘଟଣା ଘଟୁଥିବ। ଆପଣମାନେ ମଧ୍ୟ ଯଦି ବାହାରେ କୌଣସି ଚାକିରି କରିଛନ୍ତି, ପିଲାଙ୍କଠାରୁ ଦୂରରେ ରହୁଛନ୍ତି, ତାହେଲେ ଆପଣମାନେ ପିଲାଙ୍କୁ ସମୟ ଦେଇପାରୁନାହାନ୍ତି, ଯାହାଦ୍ୱାରା କି ପିଲାମାନେ ଖରାପ ରାସ୍ତାକୁ ଚାଲି ଯାଉଛନ୍ତି। ପିଲାମାନେ ମୋବାଇଲରେ, ଟିଭିରେ, ଭିଡ଼ିଓ ଗେମ୍ରେ ସମୟ ବର୍ବାଦ କରିଦେଉଛନ୍ତି, ହେଲେ ଆପଣମାନେ ତାଙ୍କୁ କିଛି ବି କହିପାରୁନାହାନ୍ତି। କାରଣ ଆପଣମାନେ ତାଙ୍କ ପାଖରେ ନାହାନ୍ତି, ତାଙ୍କୁ ଆପଣମାନେ ଷ୍ଟ୍ରିଟ୍ କରିପାରୁନାହାନ୍ତି, କିଛି କହିପାରୁନାହାନ୍ତି। ଏଥିପାଇଁ ସେମାନେ ଖରାପ ରାସ୍ତାକୁ ଚାଲି ଯାଉଛନ୍ତି। ତେବେ ଆପଣ ନିଜ ପିଲାଙ୍କୁ ଠିକ୍ ବାଟରେ ଆଣି ଭବିଷ୍ୟତରେ ଜଣେ ଭଲ ମଣିଷ କରିବାକୁ ଚାହୁଁଥିଲେ ଏହିସବୁ କଥା ଉପରେ ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ। ତେବେ ଆପଣଙ୍କର ବ୍ୟସ୍ତତା ଭରା ଜୀବନରେ ମଧ୍ୟ ଆପଣ ଏହି ଦୂରତାକୁ କମାଇ ପାରିବେ। ସେଥିପାଇଁ ଆପଣ ଯେତିକି ବି ସମୟ ଘରେ ଅତିବାହିତ କରୁଛନ୍ତି, ସେତିକି ସମୟର ଉଚିତ ଫାଇଦା ଉଠାନ୍ତୁ। ପ୍ରଥମେ ଆପଣ ପ୍ରତିଦିନ ସକାଳୁ ନିଜ ପିଲାର ଯତ୍ନ ନିଅନ୍ତୁ, ପିଲାର କଥା ବୁଝନ୍ତୁ। ପିଲା କ'ଣ କହିବାକୁ ଚାହୁଁଛି ତା କଥାକୁ ଶୁଣନ୍ତୁ, ତା କଥା ଟିକେ ଧ୍ୟାନ ଦିଅନ୍ତୁ। ସେ କ'ଣ ପାଇଁ ଏତେ ଚିନ୍ତାରେ ରହୁଛି, କ'ଣ ପାଇଁ ସେ ପାଠପଢ଼ାରେ ତା'ର ମନ ଲାଗୁନାହିଁ, ତାକୁ ପଚାରି ବୁଝନ୍ତୁ। ସେ କ'ଣ ଚାହୁଁଛି, ସେ ତୁମଠାରୁ କ'ଣ ଆଶା କରୁଛି, ଏସବୁ ଜିନିଷ ପିଲାକୁ ପଚାରିକି ତାଠାରୁ ବୁଝନ୍ତୁ। ସାଙ୍ଗମାନେ, ପିଲା ଯଦି ସକାଳୁ ଉଠିବା ପାଇଁ ମନା କରୁଛି ବା ଉଠୁନାହିଁ, ତେବେ ତା ଉପରେ ବିଲକୁଲ ରାଗନ୍ତୁ ନାହିଁ ବା ବିରକ୍ତ ହୁଅନ୍ତୁ ନାହିଁ। ପିଲା ପାଖରେ ବସି ତାକୁ ମିଠା ମିଠା କଥା କହି ଉଠାଇବାକୁ ଚେଷ୍ଟା କରନ୍ତୁ। ସେହିପରି ଦିନରେ ଯେତେବେଳେ ବି ଆପଣଙ୍କୁ ଫାଙ୍କା ସମୟ ମିଳୁଛି, ଆପଣ ସେହି ସମୟ ନିଜ ପିଲାଙ୍କୁ ଦେବାକୁ ଚେଷ୍ଟା କରନ୍ତୁ। ରାତିରେ ଭୋଜନ ସମୟରେ ପିଲାମାନଙ୍କ ସହ ଦିନସାରା ଘଟିଥିବା କଥା ସବୁ ପରସ୍ପର ମଧ୍ୟରେ ସେୟାର କରନ୍ତୁ। ସାଙ୍ଗମାନେ, ଖାଇ ବସିଲା ସମୟରେ ଯାହା ବି ଆପଣଙ୍କର ପିଲା ସହିତ ଘଟିଛି, ଯାହା ବି କୌଣସି ଭୁଲ କାମ ହେଉ କି କୌଣସି ଠିକ୍ କାମ ହେଉ, ସେହି କଥାକୁ ପିଲା ସହିତ ଆଲୋଚନା କରନ୍ତୁ। ପିଲା ମନ କଥା ବୁଝିବା ପାଇଁ ଚେଷ୍ଟା କରନ୍ତୁ।
ପିଲାକୁ ପଚାରନ୍ତୁ କି ତା ମନରେ କ'ଣ ଚାଲିଛି। ସେ ଦିନର କଥାକୁ ନେଇ କୌଣସି ଡିପ୍ରେସନରେ ନାହିଁ ତ, କୌଣସି ଅଧିକ ଚିନ୍ତାରେ ନାହିଁ ତ। ଏ କଥାଟି ପିଲା ମନରୁ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ। ପିଲାଠାରୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ। କେବେ ବି ହେଲେ ପିଲା ଉପରେ ପ୍ରେସର ପକାନ୍ତୁ ନାହିଁ। ପିଲାକୁ ମିଠା ମିଠା କଥା କହି, ଭଲ କଥାରେ ମୋହିତ କରି ପିଲାକୁ ପଚାରନ୍ତୁ। ପିଲା ଆପେ ଆପେ ସତ ମାନିଯିବ କି ତା ମନରେ କ'ଣ ଚାଲିଛି, ସେ କ'ଣ ଚାହୁଁଛି। ହେଲେ କେବେ ବି ହେଲେ ଜବରଦସ୍ତି କରନ୍ତୁ ନାହିଁ। ପିଲାକୁ ଜବରଦସ୍ତି ପଚାରନ୍ତୁ ନାହିଁ। ଯଦି ପିଲା କହିବାକୁ ଚାହୁଁନାହିଁ ତାହେଲେ ତାକୁ ଜବରଦସ୍ତି ପଚାରନ୍ତୁ ନାହିଁ। ସାଙ୍ଗମାନେ, ଏମିତି କରିବା ଦ୍ୱାରା ପିଲାମାନଙ୍କ ସହ ଆପଣଙ୍କ ସମ୍ପର୍କ ବହୁତ ଭଲ ରହିବ। ରାତିରେ ଶୋଇବା ସମୟରେ ପିଲା ସହ କଥା ହୋଇବା ସହ ତାକୁ କିଛି ସକାରାତ୍ମକ ଜ୍ଞାନ ଦିଅନ୍ତୁ। ଏଥିପାଇଁ ଆପଣ କିଛି କାହାଣୀର ମଧ୍ୟ ପିଲାକୁ କହି ଶୁଣାଇ ପାରିବେ। ଦେଖିବେ, ଆପଣ ଆପଣଙ୍କ ପିଲା ସହ ଯେତେ ମିଳିମିଶି ରହିବେ, ପିଲା ସେତେ ଆପଣଙ୍କ କଥା ମାନିବେ। ଏଥିସହ ପିଲା ନିଜର ସବୁକିଛି ମନର କଥା ଆପଣଙ୍କ ସହ ସେୟାର କରିବାକୁ ମନରେ କୁଣ୍ଠାବୋଧ କରିବେ ନାହିଁ। ସାଙ୍ଗମାନେ, ଆଜିକାଲି ସମୟରେ ବାପା ମା' ମାନେ ପିଲାମାନଙ୍କୁ ବହୁତ ଷ୍ଟ୍ରିଟ୍ କରୁଛନ୍ତି। ପିଲାମାନଙ୍କ ସହିତ ବହୁତ ଖରାପ କରୁଛନ୍ତି। ପିଲାମାନଙ୍କୁ ତାଙ୍କ ନିଜ ଫ୍ରିଡ଼ମ୍ ଦେଉନାହାନ୍ତି। ସେଥିପାଇଁ ପିଲାମାନେ ଆଜିକାଲି ବାପା ମା'ଙ୍କୁ ବିନା ଜଣେଇ, କୌଣସି କଥା ନ ଜଣେଇ ବହୁତ ବଡ଼ ବଡ଼ ଭୁଲ ଡିସିସନ୍ ନେଇଯାଉଛନ୍ତି। ବହୁତ ବଡ଼ ବଡ଼ କାମ କରିଦେଉଛନ୍ତି, ଯାହାଦ୍ୱାରା କି ବାପା ମା' ମାନେ କୌଣସି କଥା ବି ଜାଣିପାରୁନାହାନ୍ତି। ବାପା ମାନେ ବି ସେ କଥା ବୁଝିବା ପାଇଁ ଚେଷ୍ଟା କରୁନାହାନ୍ତି। କାରଣ ପିଲାମାନେ ଜାଣିଛନ୍ତି, ଯଦି ଆମେ ବାପା ମା'ଙ୍କୁ ଆମର ଏହି କଥାଟିକୁ କହିବୁ, ତାହେଲେ ବାପା ମା' ଆମ କଥାଟିକୁ ମାନିବେ ନାହିଁ, ଆମ ମନ କଥା ବୁଝିବେ ନାହିଁ। ସେଥିପାଇଁ ସେମାନେ ବାପା ମା'ଙ୍କୁ ନ ଜଣେଇ ବହୁତ ବଡ଼ ବଡ଼ ଡିସିସନ୍ ନେଇଯାଉଛନ୍ତି। ବହୁତ ଖରାପ ଡିସିସନ୍ ନେଇଯାଉଛନ୍ତି, ଯାହାଦ୍ୱାରା କି ବାପା ମା'ଙ୍କର ଇଜ୍ଜତ ମହତ ତଳେ ପଡ଼ିଯାଉଛି। ପିଲାର ମଧ୍ୟ ଇଜ୍ଜତ ଲୁଟ୍ ହେଇଯାଉଛି, ଇଜ୍ଜତ ମହତ ତଳେ ପଡ଼ିଯାଉଛି। ତ ସେଥିପାଇଁ ସବୁବେଳ ପାଇଁ ପିଲାମାନଙ୍କ ସହିତ ଗୋଟିଏ ସାଙ୍ଗ ଭଳି ମିଶନ୍ତୁ, ଗୋଟିଏ ବାପା ମା'ଙ୍କ ଭଳି ନୁହେଁ। ଯେତେ ଆପଣ ଗୋଟିଏ ପିଲା ସହିତ ସାଙ୍ଗ ପିଲା ଭଳି ମିଶିବେ, ସେତେ ଆପଣମାନେ ଗୋଟିଏ ପିଲାର ପ୍ରାଇଭେଟ୍ କଥା ବୁଝିପାରିବେ, ପ୍ରାଇଭେଟ୍ କଥା ଜାଣିପାରିବେ। ଯେଉଁ କଥା ସେମାନେ ତାଙ୍କ ସାଙ୍ଗ ଆଗରେ ସେୟାର କରୁଛନ୍ତି, ସେ କଥା ସେ ତାଙ୍କ ବାପା ମା'ଙ୍କ ଆଗରେ ସେୟାର କରିବା ଆରମ୍ଭ କରିଦେବେ। ତ ସେଥିପାଇଁ ବାପା ମା'ଙ୍କୁ ଟିକେ ବଦଳିବାକୁ ପଡ଼ିବ। ବାପା ମା'ଙ୍କ ଚିନ୍ତାଧାରାକୁ ଟିକେ ବଦଳାଇବାକୁ ପଡ଼ିବ। ଯେପର୍ଯ୍ୟନ୍ତ ବାପା ମା' ତାଙ୍କ ନିଜ ଚିନ୍ତାଧାରା ନ ବଦଳାଇବେ, ସେ ପର୍ଯ୍ୟନ୍ତ ତାଙ୍କ ପିଲାମାନଙ୍କୁ ମଧ୍ୟ ସେମାନେ କେବେ ବି ହେଲେ ବଦଳାଇ ପାରିବେ ନାହିଁ। ସେଥିପାଇଁ ବାପା ମା'ଙ୍କୁ ମୁଁ ରିକ୍ୱେଷ୍ଟ କରୁଛି, ବାପା ମା' ମାନେ ନିଜର ଚିନ୍ତାଧାରାକୁ ବଦଳାଇ ଦିଅନ୍ତୁ। ଦେଖିବେ ଆପେ ଆପେ ନିଜ ପିଲାମାନେ ମଧ୍ୟ ବଦଳିଯିବେ, ଠିକ୍ ବାଟକୁ ଆସିଯିବେ। ଧନ୍ୟବାଦ ସାଙ୍ଗମାନେ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନେ ନିଶ୍ଚିତ ଭାବରେ କିଛି ନା କିଛି ବୁଝିପାରିଥିବେ। ଏ ଭିଡ଼ିଓରୁ ଆପଣଙ୍କୁ କିଛି ନା କିଛି ଶିଖିବା ପାଇଁ ମିଳିଥିବ। ଯଦି ମୋର এই ଭିଡ଼ିଓରୁ ଆପଣଙ୍କୁ କିଛି ବି ଶିଖିବା ପାଇଁ ମିଳିଛି, ତାହେଲେ ଭିଡ଼ିଓଟିକୁ ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିତ ଭାବରେ କରିବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ। କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ, ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।